दिन जाकर सबुठारु गुरुत्वपूर्ण काम जोटाकि ହେଲା ଠାକୁରଙ୍କ ପୂଜା ତାଙ୍କ ଆଶୀର୍ବାଦ ବିନା କ'ଣ ଦିନ ଆରମ୍ଭ ହେଇପାରିବ କହିଲେ। ତ ଦିନଟି ଆରମ୍ଭ ହେଇଥିଲା ଠାକୁର ପୂଜା କରିବାରୁ। ତାପରେ ଏଠି ଟିକେ ଜଡ଼ିବୁଟି ହେରିକା ପିଇ ଦେଇକିରି ତଳକୁ ଯାଇଥିଲି ଏଠି କିଛିଟା ଜିନିଷ ମଗେଇଥିଲି ଆଣିବା ପାଇଁ। ଏଇ ଘର ପାଇଁ ଗ୍ରସରୀ ଏଇ ତ ମଗା ହେଉଛି ଏନେ ଖାଲି ଆଉ କିଛି ନାହିଁ। ତ ସେଡ଼ା ସବୁ ଥୁଆଥୁଇ କଲା ଭିତରେ ମୋର ଏଠି ହେଇଯାଇଥିଲା ଭାତ। ଆଉ ମୋତେ ଲାଗେ ଯେଉଁ ପିଲାଟା ଭାତ ଠିକ୍ସେ ଗାଳି ପାରିବ ନା ସେ ରୋଷେଇରେ ପୁରା ଟପ୍ ମୋତେ ଏଇଟା ଲାଗେ। ତେଣିକି ଆଉ ଜଣ ଜଣଙ୍କୁ ଖାଲି ଭାତ ଆସେ ଆଉ କିଛି ଆସେନି। ତ ମୋତେ ତ ଯାହା ଯେମିତି କରିକି ଟିକେ ଟିକେ ସବୁ ଆସେ। ତ ସେଇ ଭିତରେ ମୁଁ ଏଠି ଟିକେ ରୋଷେଇବାସରେ ଲାଗି ପଡ଼ିଥିଲି। ଆଉ ଆଜି ଆମ ଘରେ କେଉଁ ତରକାରୀ ହେଉଛି କିଏ ଗେସ୍ କରିପାରିବେ କହିଲେ? ଗେସ୍ କରି କୁହନ୍ତୁ ତ କମେଣ୍ଟରେ ଆଜି କ'ଣ କରିଥିଲି ମୁଁ। ରୋଷେଇବାସ ସାରିସାରିଲା ପରେ ମୁଁ ଯାଇଥିଲି ଏଠି ଟିକେ ତଳକୁ ବିରି ଆଣିବା ପାଇଁ। ଯେହେତୁ ଆଜି ରାତିରେ ମ୍ୟାନେଜର ବାବୁ ଆମର ଆସୁଥିଲେ ତ ମ୍ୟାନେଜର ବାବୁଙ୍କ ଫରମାଇଶରେ ହେଇଥିଲା ଆଜି ବରାକୁ ଘୁଗୁନି। ତ ରାତିରେ ଏଇଆ ହିଁ ଡିନର କରିଥିଲୁ। ସିଏ କିନ୍ତୁ ଆସିକିରି ଖାଇଲେ ପଖାଳ। ଏଇଟା କ'ଣ ଠିକ୍ କଲେ କହିଲେ?